ମୁଁ ପୁଅକୁ ପଠେଇନି। ମୁଁ କହିନି ଆରେ ଟ୍ରାକ୍ଟର ହଳ ହେଉଛି ଆଉ ଯାଇନି ଆଉ ଗାରେ ଦେଇଦେନି ଆମର ବେଳକୁ ତାକୁ ତଳା ପଡ଼ିବ। ସେଇଠୁ ପୁଅ ଗଲା ଯାଇକି ପହଞ୍ଚିଲା ଯେମିତି ସେ ସେଇଠୁ କହିଲା ମୁଁ ଆଉ ଜଣଙ୍କର ହଳ କରିକି ଆସେ ଆଉ ମୁଁ ହଳ କରିଦେମି। ସେଇଠୁ ସେ ନାଥ ଟ୍ରାକ୍ଟର ନେଇକି କହିଲା ମୁଁ ଏଠି ମାଟି ଉଠେଇମି। ସେଇଠୁ ପୁଅ କହିଲା ତୁ ମୋ କିଆରେ କ'ଣ ମାଟି ଉଠେଇବୁ? କହିଲା ହଁ ମୁଁ ଏଇ କିଆର ମାଟି ଉଠେଇମି। ଜୋର ଜବରାଣୀ କଲା ମୁଁ ଏଠି ତୋତେ ମାଟି ଉଠେଇ ଦେମିନି। ତା ଦ୍ୱାରା ପୁଅକୁ ମାଇଲା। କହିଲେ ତୁ ଆଉ କ'ଣ ନାଥ ତୁ କ'ଣ ମୋ ପୁଅକୁ ମାରୁଛୁ? ମୁଁ କହିବା ସକାଶେ ମୋତେ ଧଇଲା ବୁଲେଇକି ଛାଟିଦେଲା ଗେଙ୍ଗୁଟିକୁ। ମୋର ହାତ ଖଣ୍ଡିଆ ହେଇଯାଇଛି ଆଉ ଆଣ୍ଠୁ ଖଣ୍ଡିଆ ହେଇଛି। ରକ୍ତ ବୋହିଲା। ସେ ମେଡ଼ିକାଲକୁ ଆସିନି। ଏର ଘଟଣା ମୁଁ କ'ଣ ତାର ଭୁଲ କରିଥାନ୍ତି ମୋତେ ହଁ ସେ ଜଣେ ମାଇଲା। ମୁଁ କଥା ମୋତେ ଏଇଆ ସେ ମାଇଲା। ତାର ଗୋଟେ ମା ବୟସ ନ୍ୟାୟ ଚାହୁଁଛି ଆଉ ଥାନାକୁ ଆଇଛି ଏଇ ଦୋଷୀରୁ ମୋତେ ଏ ଖଣ୍ଡିଆ ଖବରା କରିକି ମୋତେ ମରା ଧରା କଲା ସକାଶେ ମୁଁ ଆସିଛି ଆଉ ନ୍ୟାୟ ଚାହୁଁଛି। ମୋତେ କ'ଣ ପାଇଁ କହିଲା ଆଉ ବିଲର କାହିଁକି ଇଏ କରିବୁ ମାଟି ଉଠେଇମିନି? ମୁଁ କାହିଁକି ଉଠେଇନି କ'ଣ ହେଲା ତାର? ମୁଁ ନା ଆମ ବିଲର ତମେ କ'ଣ ପାଇଁ ମାଟି ଉଠେଇବ? ଆଉ ଯଦି ଉଠେଇବ ତମକୁ କିଏ ପରମିଶନ ଦେଇଛି ସେଇଟା କହୁନା। ନାଇଁ ମୁଁ ତ ଉଠେଇବି ଆଉ ସିଏ କାହିଁ ବିରୋଧ କଲା ମୁଁ ତ ମାରିଦେମି ଆଜି। ମୁଁ ନା କ'ଣ ମାରିଦେବ। ମୁଁ ସେଇଠୁ ଭାଇକି ଡାକି ନେଇ ପଳେଇ ଆଇଲି ଘରକୁ। ମୁଁ ତମେ ଚାଲ। ବୋଉ ଟିଏଲ କଥା ଥିଲେ ବୋଲି ମୁଁ ଜାଣିନି। ବୋଉ ଟିଏଲ କଥା ଥିଲେ ଭାଇକି ଯେତେବେଳେ ଘରକୁ ନେଇ ପଳେଇନି ବୋଉ କ'ଣ କହିଛନ୍ତି ଯେ ନାଥ କାହିଁକି ମୋତେ ପୁଅକୁ ମାଇଲୁ କ'ଣ ପାଇଁ? ତାକୁ ବୁଲେଇ ଖୋପାଡ଼ି ଦେଇଛନ୍ତି। ସେ ଗେଟିର ବାଜିକି ତା ହାତ ଫାତ ଗୋଡ଼ ସବୁ ଛିଡ଼ି ଯାଇଛି। ଯେତେବେଳେ ପୁଣି ମୋତେ ପଛରେ ଦେଖିନି ଯେତେବେଳେ ସେଠି ଘୋ ଘା ହେଉଛନ୍ତି ମୁଁ ପହଞ୍ଚିଲା ବେଳକୁ ବୋଉ ଇଏ ତୋର କି ଅବସ୍ଥା କ'ଣ କଲା? ନା ସେ ମୋତେ ମାରିକି ଏଇଭଳିଆ କରିଛେଇ ସାରିଲାଣି। ତାକୁ ପୁଣି ବି ଯାଇ ପଚାରିନି। ମୁଁ କହିନି ଇଏ ଦାଦି କ'ଣ ଇଏ ସବୁ ଭଲ କଥା ହେଉଛି? ଗୋଟେ ବୟସ୍କ ଲୋକ ତମେ ମାରିବାଟା କ'ଣ ଏଇଟା ଉଚିତ ହେଉଛି? ନା ସିଏ କାହିଁକି ଖରାପ ମରାପ କରି ଗାଳି ଦେଲେ। କାହିଁକି ମୋ ଆଗକୁ ଆଇଲା ମୋତେ କାହିଁକି ମୋ ମୁଣ୍ଡ ଗରମ ଅଛି। ମୁଁ କହିନି ତୋର କି ମୁଣ୍ଡ କେମିତି ଗରମ ହେଇଯାଉଛି? ଗୋଟେ ବୟସ୍କ ଲୋକ ଗୋଟେ ଲୋକ ବୟସ ଇଏ ଦେଖିକି ଗୋଟେ କଥାବାର୍ତ୍ତା କରିପାରୁନ? କେଉଁ ବୟସରେ କାହାକୁ କ'ଣ କଥାବାର୍ତ୍ତା କରାଯିବ? ଗୋଟେ ମା ସମାନ ଲୋକକୁ ତମେ ଏଇଭଳିଆ ମାରି କରିବ ନା? ଆଉ କରୁଛ ତ କରୁଛ। ମୁଁ ଯାଉଛି ତମ ନାଁର ଏଫଆଇଆର ଦେମି ଆଉ ନା ଚାଲ ସେଇ ବାଟେ ମୁଁ ତୋତେ ସେଇଠି ଗୁଣ୍ଡ କରିଦେମି। ନା ତୋର ଗୁଣ୍ଡ କରିଦେବୁ ତୋର ବଳ ଅଧିକା ହେବ ତୋର କରିଦେବୁ ଆଉ କହିକି ସେଇଠୁ ଥାନା ଆଶ୍ରୟ ନେଇଛି ଆଇନ ଆଶ୍ରୟ ନେଇଛି।